ଆପଣ ମାନେ ଆଉ ଯଦି କାହାର କିଛି କହିବାର ଅଛି କୁହନ୍ତୁ, ନହେଲେ କିଛି ନିଜର କିଛି ଅନୁଭବ ଯଦି ଅଛି ମାନେ ଜଣାନ୍ତୁ। ଆଚ୍ଛା, ଜର ହେଲେ କେମିତି ପ୍ରୟୋଗ କରିବେ? କଣ କହିଲେ? ଜର ହେଲେ କେମିତି ପ୍ରୟୋଗ କରିବେ? ଜ୍ୱରରେ ତାର ପ୍ରୟୋଗ ମାନେ କରିବାକୁ ମୁଁ କହିନି। ହୁଁ ଆପଣ ଏହାକୁ ମାନେ ଅ ଯେହେତୁ ଇଏ ମାନେ କଣ ଇଏ ଉଷ୍ଣତା ଗୁଣ ଅଛି, ମାନେ ହୁଁ ପ୍ରଥମରୁ କହିଲେ ନା ୟାର ତୀକ୍ଷ୍ଣତା ଗୁଣ, ଉଷ୍ଣତା ଗୁଣ, ତ ଜ୍ୱରରେ ଥାଏ କଣ ଥାଏ ଉଷ୍ଣତା ଗୁଣ ଥାଏ। ତ ହୁଁ ଜ୍ୱରରେ ତ ଉଷ୍ଣତା ଗୁଣ ଅଛି, ଆର ତ ଉଷ୍ଣତା ଗୁଣ ଅଛି, ତ ହୁଁ ଜ୍ୱରରେ କେମିତି ପ୍ରୟୋଗ କରିବେ? କାହିଁକିନା ଇଏ ପିତ୍ତକୁ ବଢାଏ, ହଁ କଫ ଏବଂ ବାତ ଏ ଦିଟାକୁ ସମାନ କରେ। ଆଜ୍ଞା। ତେଣୁକରି ଜ୍ୱରରେ ଏହାର ପ୍ରୟୋଗ ହେଇପାରିବ ନାହିଁ। ନାଇଁ, ଆଚ୍ଛା ଆଚ୍ଛା। ଆଉ କାହାର କିଛି ମାନେ ଅଛି କି କହିବା ପାଇଁ, ତାହେଲେ କୁହନ୍ତୁ। ବଧାନୀ ଗୁହାଇ କଣ ଯୋଉ ଲେଖା ହଉଛି ଆସୁଛି ମାର୍କେଟ କୁ? ଆଜ୍ଞା ଆଜ୍ଞା। ଗୋଟେ ଆସୁନି ଲେଖା ହଉନି ବନ୍ଧାନୀ ହିଙ୍ଗୁ। ହଁ ବନ୍ଧାନୀ ହିଙ୍ଗୁ ମାନେ ଯୋଉ ଲେଖା ହେଇକି ଆସୁଛି, ବନ୍ଧାନୀ ହିଙ୍ଗୁ ମାନେ ତାର ଅର୍ଥ ହଉଛି ମାନେ ସିଏ ହଉଛି ମାନେ ଶୋଧିତ ମାନେ ହେଇନି ହିଙ୍ଗୁଡା, ତ ସେଥିପାଇଁ ତାକୁ ବନ୍ଧାନୀ ମାନେ ହିଙ୍ଗୁ ବୋଲି କୁହାଯାଏ। ପ୍ରଥମ କଥା, ତାର ଆଉ ଗୋଟେ ଦ୍ୱିତୀୟ ମାନେ କାରଣ ହଉଛି ବନ୍ଧାନୀ ହିଙ୍ଗୁ, ସେ ମାନେ ସେଇଥିରେ କିଛି ମିଳା ମାନେ ମିଶେନି, ମାନେ ଭଲ ବିଶୁଦ୍ଧ ହେଙ୍ଗୁ, ତ ସିଏ ଦ୍ଵିତୀୟ ମାନେ ତାର କାରଣ ମାନେ ହେଇପାରେ। କିନ୍ତୁ ହେଙ୍ଗୁଟାକୁ ଯେତେବେଳେ ମାନେ ଆପଣ ପ୍ରୟୋଗ କରିବେ, ତାକୁ ଶୋଧନ କରିକି ପ୍ରୟୋଗ କରିବେ। ଏତିକି ମନେ ଥାନ୍ତୁ, ଶୋଧନ ମାନେ କେମିତି କରିବେ ତାର ମାନେ ବର୍ଣ୍ଣନା ଅଛି। ଧରିନିୟନ୍ତୁ 100 ଗ୍ରାମ ଆପଣଙ୍କର ମାନେ ହେଙ୍ଗୁଟାକୁ ନେଲେ, ହେଙ୍ଗୁ ଅଠା ଆଣିଲେ ମାନେ କୌଣସି ବିଶ୍ୱସ୍ତ ଜାଗାରୁ, ତ ସେଇଥିରେ ଆପଣ କଣ କରିବେ 200 ଗ୍ରାମ ପାଣି ସେଥିରେ ମିଶେଇବେ, ମାନେ 2 ଗୁଣ ପାଣି, 2 ଗୁଣ ପାଣି ମିଶେଇ ତାକୁ କଣ କରିବେ ଗରମ କରିବେ। ଗରମ ମାନେ ତାକୁ ପ୍ରଥମେ ଫାଷ୍ଟ ଛାଣିଦେବେ, ଯଦି କିଛି ଧୂଳି ଫୁଳି ଥିବ ତାକୁ ପ୍ରଥମେ ଛାଣିଦେବେ, ମାନେ ସେ ପୁରା ମିଶେଇଲା ପାଣିରେ। ତାପରେ ଆପଣଙ୍କ ତାକୁ କଣ କରିବେ 200 ଗ୍ରାମ ପାଣି ତାକୁ ମାନେ ମିଶେଇ ଦେବେ, ମିଶେଇକି ଛାଣିଦେବେ। ତାକୁ ମାନେ ପୁରା ସ୍ଲୋ ଜାଳ ଦେଇକି ତାକୁ ମାନେ ଗରମ କରିବେ। ତ ସ୍ଲୋ ଜାଳ ଦେଇକି ଗରମ କରୁ କରୁ ତ ଯେତେବେଳେ ଆପଣଙ୍କର ମାନେ ପୁରା ଏକଦମ ମାନେ ଜଳୀୟ ଅଂଶ ପୁରା ଏକଦମ ମାନେ ନଷ୍ଟ ହେଇଗଲା, କେବଳ ମାନେ ହିଙ୍ଗୁଡା ରହିଲା, ସେତେବେଳେ ତାକୁ କଣ କରିବେ ଛାଣିଦେବେ। ଇଏ ହଉଛି ଆପଣଙ୍କର ଶୋଧିତ ହିଙ୍ଗୁ ହେଇଗଲା ପ୍ରଥମ କଥା। ଦ୍ଵିତୀୟରେ ଆଉ ଗୋଟେ ହିଙ୍ଗୁ ମାନେ ବର୍ଣ୍ଣନା କରାଯାଏ, କଣ ସେଇଟା ନା ଦ୍ଵିତୀୟରେ ମାନେ ହିଙ୍ଗୁ ଏମିତି ଯେ ଆପଣଙ୍କ 100 ଗ୍ରାମ ହିଙ୍ଗୁ ନେଲେ, ଆଉ ସେଥିରେ ପ୍ରାୟ ଗୋଟେ 50 ଗ୍ରାମ ହିଙ୍ଗୁ ଆପଣଙ୍କର ମିଶେଇବେ। ତ ପ୍ରଥମେ ପ୍ରଥମେ ମାନେ ସେ ପୁରା ବିଲୀନ ହବନି, କିନ୍ତୁ ଅ ପୁରା ନିଶ୍ଚିତ ରୂପେ ଶୋଧନ ମାନେ ମାନେ ହୁଏ। ତ ସେଇଠି ମାନେ କଣ କରିବେ 50 ଗ୍ରାମ ଆପଣଙ୍କର ହିଙ୍ଗୁ ନେଲେ, 50 ଗ୍ରାମ ନହେଲେ 100 ଗ୍ରାମ, ସେଇଥିରେ ତାର ଅଧା ମାତ୍ରାରେ କଣ କରିବେ ଗାଈ ଘିଅ ନେବେ, ଦେଶୀ ଗାଈ ଘିଅ, ଗୁଆ ଘିଅ ନେଇକିରି ତାକୁ ଲୁହା କଡେଇରେ ତାକୁ ଧୀରେ 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 ଭାଜିବେ। ଭାଜି 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 ପୁରା ଘିଅ ପୁରା ଏକଦମ ମାନେ ସେଥିରେ ମାନେ କଣ ଘିଅ ଟା ପୁରା ଏକଦମ ମାନେ ପୁରା ନଷ୍ଟ ହେଇଯିବ, ମାନେ ଘିଅ ଆଉ କିଛି ନଥିବ। ପୁରା ଇଏ ପୁରା ଏକଦମ ମାନେ ଚିକଣ, ମାନେ ଚିକଣ ତ ନାହିଁ, ପୁରା ଏକଦମ ମାନେ ଖଦରା ମାନେ ହେଲା ଭଳିଆ ହବ। ତ ସେଥିରେ ଆପଣଙ୍କର ଜାଣିବେ ହଁ ଆର ଜଳୀୟ ଅଂଶ ନଷ୍ଟ ହେଇଗଲା, ଘିଅ ପୁରା ନଷ୍ଟ ହେଇଗଲା, ଇଏ ପୁରା ଶୁଖିଲା ହେଇକିରି ଅଛି। ସେତେବେଳେ ତାକୁ ମୁହଁରେ ଚୁଲିରୁ ଓହ୍ଲେଇ ଦେବେ, ତ ସିଏ ଆପଣଙ୍କର ମାନେ ଶୋଧିତ ହିଙ୍ଗୁ ହେଇଗଲା। ତ ଏଇ ପ୍ରକାର ଭାବରେ ଶୋଧିତ ହିଙ୍ଗୁ 2 ପ୍ରକାର ଅଛି, ଗୋଟେ ହଉଛି ଅଭର୍ଜିତ ହିଙ୍ଗୁ, ଆଉ ଗୋଟେ ହଉଛି ବର୍ଜିତ ହିଙ୍ଗୁ। ଯୋଉଥିରେ ଆପଣଙ୍କର ମାନେ କିଛି ଭାଜି ନଥିବେ ତାକୁ ମାନେ ଖାଇବେ, ସେ ହଉଛି ବର୍ଜିତ ହିଙ୍ଗୁ। ତାଙ୍କୁ ବର୍ଜିତ ହିଙ୍ଗୁ ମାନେ କରିପାରିବେ, ନହେଲେ ଅବର୍ଜିତ ହିଙ୍ଗୁ ମଧ୍ୟ କରିପାରିବେ। ଆପଣଙ୍କ ହିସାବରେ ଯୋଉଟା ଯୋଉଟା ମାନେ କରିବେ କରିବେ ଆଉ, କିନ୍ତୁ ବିନା ଶୋଧିତ ହିଙ୍ଗୁରେ କେବେ ମଧ୍ୟ ପ୍ରୟୋଗ କରିବେ ନାହିଁ ଖାଇବାରେ। ଆଜିକାଲି ଯେତେ ସବୁ ବଜାରରେ କରୁଛନ୍ତି ମାନେ କଣ ସେ ସବୁ ବିନା ଶୋଧିତ ହିଙ୍ଗୁ ମାନେ ତେଣୁକରି ସେ ସବୁ ମାନେ ଖାଇବା କଥା ନୁହଁ। ଆଉ କାହାର କିଛି କହିବାର ଅଛି କି? ଭାଇ ଜୟ ଜଗନ୍ନାଥ। ଜୟ ଜଗନ୍ନାଥ, କୁହନ୍ତୁ ଭାଇ। ରେକର୍ଡିଂ ଅଛି ନା ବନ୍ଦ ଅଛି? ରେକର୍ଡିଂ ରେ ଅଛି ନା ବନ୍ଦ ଅଛି? କୁହନ୍ତୁ କୁହନ୍ତୁ ଭାଇ, ରେକର୍ଡିଂ ତ ଗୋଟେ ଥର ସରିଗଲାଣି, ଏବେ ସେକେଣ୍ଡ ଚାଲିଛି ରେକର୍ଡିଂ ଆଉ ଗୋଟେ। ଆଜ୍ଞା।
ଏ ଯୋଉ ମେଧ ରସାୟନ ଟା ଝିଅକୁ ଦିଆ ହଉଥିଲା ସେ ଖାଇଲା ପରେ ଏବେ ଟିକେ କଫ ଘୁଡୁ ଟା ହଉଛି। ସେଇଟା ଆଉ ଅଳ୍ପ ଟିକେ ଖାସ ବି ହଉଛି। ହ୍ୟାଲୋ। ହଁ ଭାଇ ଜୟ ଜଗନ୍ନାଥ। ସେ ଯୋଉ ମେଧ ରସାୟନ ଝିଅକୁ ଦିଆ ହଉଥିଲା ଆଜ୍ଞା ସିଏ ପିଲା ପରେ ବେଶୀ ଯୋଉ କଫ ଟା ଘୁଡୁ ଶବ୍ଦ ହଉଛି, ଖାସ ବି ଟିକେ ହଉଛି। ଆଜ୍ଞା ଏମିତି 2 ଦିନ ହେଲା ବି ଟିକେ ଥଣ୍ଡା ହେଇଯାଇଥିଲା। ଥଣ୍ଡା ହେଇକିରି ନାକରୁ ବର୍ତ୍ତମାନ ଆଉ ଥଣ୍ଡା ଛିଙ୍କ ନାହିଁ କି ଇଏ ନାହିଁ। ନାକରୁ ମୋଟା ପାଣି ସିଙ୍ଗାଣି ଯୋଉଟା ଆମର କୁହନ୍ତି ସେ ହଳଦିଆ ସେଇଟା ବାହାରୁଛି। ତା ସହିତ କଫ ଘୁଡୁ ଟା ଛାତିରେ ପୁରା ଜୋର କି ଅଛି। ଆଉ ଏମିତି ଇଏ ଅଛି, ତେଣୁ ତାକୁ କଣ କେମିତି କରିବା ଏବେ? ହରିଟା ସେ କିଛି ନାହିଁ, ନାଇଁ ହରିଡା ଆବଶ୍ୟକ ନାହିଁ। ତାକୁ ଖାଲି ତୁଳସୀ ପତ୍ର ଜାକିବା ପାଇଁ କୁହନ୍ତୁ। ଗୋଟେ 7-8ଟା ତୁଳସୀ ପତ୍ର ଦିନରେ ଯେ ଆଜ୍ଞା କୌଣସି ସମୟରେ ତାକୁ ମାନେ ମୁହଁରେ ଜାକିବା ପାଇଁ କୁହନ୍ତୁ। ମୁହଁରେ ଜାକିକି ତାକୁ ଧୀରେ ଧୀରେ ରସ ଢୋକିବା ପାଇଁ କୁହନ୍ତୁ। ତ ଦେଖିବେ ଆଜ୍ଞା ବହୁତ ବଢିଆ ଆପଣଙ୍କୁ ପରିଣାମ ମିଳିବ, ଭଲ ଲାଭ ମିଳିବ। ଆଚ୍ଛା କିନ୍ତୁ ଆମେ ୟାକୁ କଣ୍ଟିନ୍ୟୁ ରଖିଥିବୁ। ହଁ ହଁ ନିଶ୍ଚୟ। ମେଧରସାୟନ କିଛି ଏଇ ଯୋଉ ଘୁଡୁଟା ଛାତିରେ ହଉଛି, ରାତିରେ ଶୋଇଲା ବେଳେ ବି ଘୁଡୁଟା ହଉଛି ବି। ଆଜ୍ଞା ଆଜ୍ଞା। ତାହଲେ କାଲି ସେଇ ତୁଳସୀ ପତ୍ର ଦିନକୁ କେତେ ଥର ଏମିତି କରିବା? ଦିନକୁ ଥରେ ମାତ୍ର। ତୁଳସୀ ପତ୍ର ଆଜ୍ଞା କିନ୍ତୁ କିଛି ଦିନ କଣ୍ଟିନ୍ୟୁ କରିବେ ଆଉ କଣ। ଆଜ୍ଞା 5 ଦିନ ସକାଳ 7 ଦିନ ଓଳି 10 ଦିନ ସକାଳ ଓଳି ନା ଉପର ଓଳି? ସକଳ ଓଳି। ଆଜ୍ଞା ଆଜ୍ଞା। ଠିକ ଅଛି ତାହେଲେ ସେମିତି କରିବା ଆଉ। ଆଜ୍ଞା ଆଜ୍ଞା। ଆଉ କାହାର କିଛି କହିବାର ନାହିଁ କି? ତାହେଲେ ରଖିବା ସତ୍ରକୁ ଏଇଠି। ଆଜ୍ଞା। ହଉ ଠିକ ଭାଇ ଅଛି। ରଖିବା ଆଉ। ଆଜ୍ଞା ତ ଜୟ ଜଗନ୍ନାଥ। ଆମର ଆସନ୍ତା କାଲି ଆସନ୍ତାକାଲି କୋଉ ବିଷୟରେ ଚର୍ଚ୍ଚା ରଖିବା? ତ ଏଇ ଶରୀର କ୍ରିୟା ଆଉ କଣ? ଶରୀର କ୍ରିୟା ଆରମ୍ଭ କରିବା। ଶରୀର ନା କ୍ରିୟା ସେ ହେଲେ ଆମର ପାଚକ ପିତ୍ତର ଆହାର ପାକ ବିଷୟରେ ବର୍ତ୍ତମାନ ଆଲୋଚନା ଚାଲିଛି। ଆହାର ପାକ ବିଷୟରେ ବର୍ତ୍ତମାନ ଆମର ରସର ଉପରେ ଆମର ଆଲୋଚନା ରହିବ। ତ ମଧୁର ରସ, ଅମ୍ଳ ରସ, ଲବଣ ରସ ବୋଧେ ହେଇଯାଇଛି ନା ହେଇନି? ନାଇଁ ଲବଣ ରସ ବିଷୟରେ ଆଲୋଚନା ହେଇନି। ତ ଲବଣ ରସଠୁ କାଲି ଆସନ୍ତା କାଲି ଆରାଧନା କରିବା ବଢେଇବା। ଭାଇ ଠିକ। ହେଲେ ଆସନ୍ତା କାଲି ଆମେ ଅମ୍ଳ ରସ ବିଷୟରେ ଆଲୋଚନା ଟା ବଢେଇବା ଆଗକୁ। ଏଇ ରହିଯାଉଛି ନା ଭାଇ, ଏଇ ଜିନିଷ ଟା ସେଇ ଜିନିଷ ଟା ଆମର ରହିଯାଉଛି। ସେଇଟାକୁ ଟିକେ ଆଗକୁ ଏବେ ହଉ ବନ୍ଦ କରିବା ଆଉ।